ମାନେ ଶନିବାର ଦିନଟି ଭଗବାନ ଶନିଦେବଙ୍କ ସମର୍ପିତ ଅଟେ। ଶନିବାର ଦିନଟି ପ୍ରଭୁ ଶନିଦେବଙ୍କର ପୂଜା ଅର୍ଚ୍ଚନା ପାଇଁ ସର୍ବୋତ୍ତମ ବୋଲି ମାନାଯାଇଥାଏ। ଏମିତିରେ ଶନିବାର ଦିନ କିଛି ଏପରି କାର୍ଯ୍ୟ ରହିଛି ଯେଉଁ କାର୍ଯ୍ୟଗୁଡ଼ିକ ଶନିବାର ଦିନ କରିବା ନିଷେଧ ଅଟେ। ଯଦି ଶନିବାର ଦିନ ଆପଣ ଏହିସବୁ କାର୍ଯ୍ୟଗୁଡ଼ିକ କରିଥାନ୍ତି ତ ଆପଣଙ୍କୁ ଶନିଦେବଙ୍କର କ୍ରୋଧର ଶିକାର ହେବାକୁ ପଡ଼ିଥାଏ। ତେବେ ଆଜିର ଏହି ଭିଡ଼ିଓରେ ଆମେମାନେ ଜାଣିବା ଯେ ସେହି ସବୁ କାର୍ଯ୍ୟଗୁଡ଼ିକ କ'ଣ ଅଟେ, ଯେଉଁ କାର୍ଯ୍ୟଗୁଡ଼ିକ ଆପଣ ଭୁଲରେ ବି ଶନିବାର ଦିନ କରିବା ଉଚିତ ନୁହେଁ। ବନ୍ଧୁମାନେ, ସପ୍ତାହର 7ଟି ବାର ମଧ୍ୟରୁ ଶନିବାରଟିକୁ ପ୍ରଭୁ ଶନିଦେବଙ୍କୁ ସମର୍ପିତ ଅଟେ। ଏହି ଦିନ ଶନିଦେବର ପୂଜାର୍ଚ୍ଚନା କରିବା ଦ୍ୱାରା ଶନି 7.5 ଏବଂ ଶନି 2.5 ଭଳି ଶନିଦଶାର ମୁକ୍ତି ମିଳିଥାଏ। ବନ୍ଧୁମାନେ, ଶନିଦେବଙ୍କୁ ନ୍ୟାୟଦାତା ଏବଂ କର୍ମଫଳଦାତା ବୋଲି କୁହାଯାଇଥାଏ। ବ୍ୟକ୍ତିର କର୍ମ ଆଧାରରେ ହିଁ ଶନିଦେବତାକୁ ଫଳ ପ୍ରଦାନ କରିଥାନ୍ତି ଏବଂ ଦଣ୍ଡ ପ୍ରଦାନ କରିଥାନ୍ତି। ଯଦି କୌଣସି ବ୍ୟକ୍ତିର କାର୍ଯ୍ୟ ଖରାପ ହୋଇଥାଏ, ମନ୍ଦ ହୋଇଥାଏ, ତ ସେହି ବ୍ୟକ୍ତିଙ୍କୁ ଶନିଦେବ ରାଜାରୁ ରଙ୍କ ମଧ୍ୟ ବନେଇ ଦେଇଥାନ୍ତି ଏବଂ ଯେଉଁ ବ୍ୟକ୍ତି ଉପରେ ଶନିଦେବଙ୍କର କୃପା ଦୃଷ୍ଟି ପଡ଼ିଥାଏ ତ ସେହି ବ୍ୟକ୍ତି ରଙ୍କରୁ ରାଜା ମଧ୍ୟ ବନିଯାଇଥାଏ। ସେହି ବ୍ୟକ୍ତିକୁ ରଙ୍କରୁ ରାଜା ବନିବାକୁ କେହି ମଧ୍ୟ ଅଟକାଇ ପାରିନଥାନ୍ତି। ଶନିବାରଟିକୁ ପ୍ରଭୁ ଶନିଦେବଙ୍କର ହୋଇଥାଏ। ତ ଏହି ଦିନ ଏପରି କିଛି କାର୍ଯ୍ୟ ରହିଛି ଯେଉଁ କାର୍ଯ୍ୟଗୁଡ଼ିକ ଭୁଲରେ ବି ମଧ୍ୟ ଆପଣ କରିବା ଉଚିତ ନୁହେଁ। ଯଦି ଏହି ଦିନ ଆପଣ ଏହିସବୁ କାର୍ଯ୍ୟଗୁଡ଼ିକ କରନ୍ତି ତ ଆପଣଙ୍କୁ ଶନିଦେବଙ୍କର କୋପ ଦୃଷ୍ଟିର ଶିକାର ହେବାକୁ ପଡ଼ିଥାଏ। ତେବେ ବନ୍ଧୁମାନେ, କେଉଁ ସବୁ କାର୍ଯ୍ୟଗୁଡ଼ିକ ଆପଣ ଶନିବାର ଦିନ କରିବା ଉଚିତ ନୁହେଁ ସେସବୁ ଜାଣିବା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ତ ବନ୍ଧୁମାନେ, ପ୍ରଥମ କାର୍ଯ୍ୟଟି ହେଉଛି କେଶ ଏବଂ ନଖ କାଟିବା। ଶନିବାର ଦିନ ଆପଣ ଭୁଲରେ ବି ମଧ୍ୟ କେଶ, ନଖ, ଦାଢ଼ି ଏସବୁ କାଟନ୍ତୁ ନାହିଁ। ଶନିବାର ଦିନ ଏହିସବୁ କାର୍ଯ୍ୟଗୁଡ଼ିକ ବର୍ଜିତ ଅଟେ। ତ ଆପଣ ଯଦି ଶନିବାର ଦିନ ନିଜର କେଶ, ନଖ କିମ୍ବା ଦାଢ଼ି କାଟନ୍ତି ଆପଣଙ୍କୁ ଶନିଦେବର କୋପର ଦୃଷ୍ଟି ଶିକାର ହେବାକୁ ପଡ଼ିଥାଏ। ଦ୍ୱିତୀୟରେ ହେଉଛି ତାମସିକ ଖାଦ୍ୟର ସେବନ। ତ ଆପଣ ଶନିବାର ଦିନ ତାମସିକ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ମଦ, ମାଂସ ଏସବୁଠାରୁ ଆପଣ ଦୂରେଇ ରୁହନ୍ତୁ। ଏହି ଦିନ ଜୁଆ ଖେଳିବା ମଧ୍ୟ ନିଷିଦ୍ଧ ଅଟେ। ଶନିବାର ଦିନ ଏସବୁ କାମ କରିବା ଦ୍ୱାରା ଆପଣଙ୍କର ଧନ ସମ୍ପତ୍ତି ହାନି ହୋଇଥାଏ ଏବଂ ଆପଣଙ୍କୁ ଶନିଦୋଷ ମଧ୍ୟ ଲାଗିଥାଏ। ବନ୍ଧୁମାନେ, ଏପରି କିଛି ଜିନିଷ ମଧ୍ୟ ରହିଛି ଯେଉଁ ଜିନିଷଗୁଡ଼ିକ ଆପଣ ଶନିବାର ଦିନ କିଣିବା ମଧ୍ୟ ଉଚିତ ନୁହେଁ। ଏସବୁ ଜିନିଷ ଯଦି ଆପଣ ଶନିବାର ଦିନ ନିଜ ଘରକୁ କିଣିକି ଆଣନ୍ତି ତ ଏହା ସହିତ ଆପଣଙ୍କ ଗୃହକୁ ଶନିଦଶାର ମଧ୍ୟ ପ୍ରବେଶ ହୋଇଥାଏ। ତ ଶନିବାର ଦିନ ଆପଣ ଲୁହା, ଲୁଣ, ତେଲ, କଳା ଜିନିଷ, କଳା ବିରି ଡାଲି ଏସବୁ ଜିନିଷ ଆପଣ ଶନିବାର ଦିନ କିଣନ୍ତୁ ନାହିଁ। ଯେଉଁ ବ୍ୟକ୍ତିମାନେ ଶନିବାର ଦିନ ଏହିସବୁ ଜିନିଷ ଗୁଡ଼ିକ କିଣିଥାନ୍ତି ସେମାନଙ୍କୁ ଶନିଦେବଙ୍କର କୋପର ଦୃଷ୍ଟିର ଶିକାର ହେବାକୁ ପଡ଼ିଥାଏ। ବନ୍ଧୁମାନେ, ମୁଁ ଆପଣମାନଙ୍କୁ କହି ରଖିଛି ଯେ ଶନିଦେବ ହେଉଛନ୍ତି ନ୍ୟାୟଦାତା। ତ ଶନିବାର ଦିନ ଆପଣ ଯଦି ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କୁ ହଇରାଣ କରନ୍ତି, ସେମାନଙ୍କୁ ଖରାପ ବ୍ୟବହାର ଦେଖାନ୍ତି କିମ୍ବା ଏହି ଦିନ ଆପଣ କୌଣସି ପ୍ରାଣୀମାନଙ୍କୁ, ଜୀବଜନ୍ତୁମାନଙ୍କୁ, କୁକୁର ହେଉ, କାଉ ହେଉ କିମ୍ବା ଯେକୌଣସି ପ୍ରାଣୀଙ୍କୁ ଯଦି ଆପଣ ହଇରାଣ କରନ୍ତି ତ ଆପଣଙ୍କ ଉପରେ ଶନିଦେବଙ୍କର କୁପର ଦୃଷ୍ଟି ପଡ଼ିଥାଏ ଏବଂ ଶନିଦେବ ଆପଣଙ୍କୁ କେବେ ବି କ୍ଷମା କରିନଥାନ୍ତି। ତ ଭୁଲରେ ବି ଆପଣ ଶନିବାର ଦିନ କୌଣସି ଗରିବ, ଅସହାୟ ବ୍ୟକ୍ତିଙ୍କୁ କିମ୍ବା କୌଣସି ବି ଜୀବଜନ୍ତୁମାନଙ୍କୁ ହଇରାଣ କରନ୍ତୁ ନାହିଁ। ମାନେ ଶନିବାର ହିଁ ନୁହେଁ, କୌଣସି ଦିନ ମଧ୍ୟ ଆପଣ କାହାକୁ ହଇରାଣ କରିବା ଉଚିତ ନୁହେଁ, କାହାକୁ କଷ୍ଟ ଦେବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା କେବଳ ଶନିଦେବ ହିଁ ନୁହେଁ, ଆପଣଙ୍କ ଉପରେ ସବୁ ଦେବାଦେବୀ କୋପ ଦୃଷ୍ଟି ପକାଇଥାନ୍ତି। ସବୁ ଦେବାଦେବୀମାନେ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି। ତ ଏସବୁ କାର୍ଯ୍ୟଠାରୁ ଆପଣଙ୍କୁ ସବୁବେଳେ ବଞ୍ଚିତ ରହିବା ଉଚିତ, ଦୂରେଇ ରହିବା ଉଚିତ। ଏହା ବ୍ୟତୀତ ଶନିବାର ଦିନ କାହାକୁ ଟଙ୍କା ଦେବା କିମ୍ବା କାହାଠାରୁ ଟଙ୍କା ନେବା ଉଚିତ ନୁହେଁ। ଅର୍ଥାତ୍ ଋଣ ଆକାରରେ ଆପଣ କାହାକୁ ଟଙ୍କା ଦେବା କିମ୍ବା କାହାଠାରୁ ଟଙ୍କା ଆଣିବା ଉଚିତ ନୁହେଁ। ଯଦି ଆପଣ ଶନିବାର ଦିନ କାହାକୁ ଋଣ ଦେଉଛନ୍ତି ତ ଆପଣଙ୍କୁ ସେହି ପଇସା ଫେରାଇବାରେ ବହୁତ ସମସ୍ୟା ଆସିଥାଏ। ହୁଏତ ସେହି ପଇସା ଆପଣଙ୍କୁ ଫେରସ୍ତ ମଧ୍ୟ ମିଳି ନପାରେ ଏବଂ ଯଦି ଆପଣ କାହାଠାରୁ ଋଣ ଆଣୁଛନ୍ତି ତ ସେହି ଋଣକୁ ଆପଣ ଶୁଝିବାକୁ ହୁଏତ ସକ୍ଷମ ନ ହୋଇପାରନ୍ତି।
ସେଥିପାଇଁ ଶନିବାର ଦିନ ଆପଣ କାହାକୁ ଋଣ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ। ଶନିବାର ଦିନ ଆପଣ ନିଜ ଘରର ଗୁରୁଜନମାନଙ୍କୁ କେବେ ବି ଖରାପ ବ୍ୟବହାର ଦେଖାନ୍ତୁ ନାହିଁ କିମ୍ବା ଏଭଳି କିଛି କଥା କିମ୍ବା କାର୍ଯ୍ୟ କରନ୍ତୁ ନାହିଁ ଯାହାଦ୍ୱାରା ସେମାନଙ୍କ ମନକୁ ଆଘାତ ଲାଗିବ। ଏବଂ ଶନିବାର ଦିନ ଯେତେବେଳେ ଆପଣ ଘରୁ ବାହାରିକି ଯାଉଛନ୍ତି ସେତେବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରକୁ ଯାଆନ୍ତୁ। ଏବେ ଆସନ୍ତୁ ଜାଣିନେବା କିଛି କାର୍ଯ୍ୟ ବିଷୟରେ। ଯେଉଁ କାର୍ଯ୍ୟଗୁଡ଼ିକ ଯେଉଁ ଉପାୟଗୁଡ଼ିକ ଆପଣ ଶନିବାର ଦିନ ଯଦି କରିନିଅନ୍ତି ତ ଆପଣଙ୍କୁ ଶନି ଦୋଷ, ଶନି 7.5, ଶନି 2.5 ଠାରୁ ମୁକ୍ତି ମିଳିଥାଏ। ଏହି ସମୟରେ ଆପଣଙ୍କ ଜୀବନରେ ଯେଉଁ ସମସ୍ୟାଗୁଡ଼ିକ ଆସିଥାଏ ସେ ସବୁ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ଆପଣଙ୍କୁ ଶନିଦେବଙ୍କର କୃପା ପ୍ରାପ୍ତି ହୋଇଥାଏ। ତେବେ ଆପଣ ଯଦି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ବା ଶନି ଦୋଷ, ଶନି 7.5 ଏବଂ ଶନି 2.5 ଦେଇକି ଆପଣ ଗତି କରୁଛନ୍ତି ତ ଏପରି ପରିସ୍ଥିତିରେ ଜ୍ୟୋତିଷ ଶାସ୍ତ୍ରରେ ଶନିବାର ଦିନ କିଛି ବିଶେଷ ଉପରେ ବର୍ଣ୍ଣନା କରାଯାଇଛି। ଯେଉଁ ଉପାୟଗୁଡ଼ିକ ଆପଣ ଶନିବାର ଦିନ କରିବା ଦ୍ୱାରା ଆପଣଙ୍କୁ ଶନିଦେବଙ୍କର କୃପା ପ୍ରାପ୍ତି ହୋଇଥାଏ ଏବଂ ଏହି ସବୁ ସମସ୍ୟାଗୁଡ଼ିକ ମଧ୍ୟ ଆପଣଙ୍କ ଦୂର ହୋଇଯାଇଥାଏ। ତେବେ ପ୍ରଥମ ଉପାୟଟି ହେଉଛି ଅଷ୍ଟଗଛର ପୂଜା। ଆମର ହିନ୍ଦୁ ଧର୍ମରେ ଗଛଲତାମାନଙ୍କୁ ପୂଜନୀୟ ବୋଲି ମାନାଯାଇଥାଏ, ପବିତ୍ର ବୋଲି ମାନାଯାଇଥାଏ। ତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଶନିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଅଷ୍ଟଗଛ ମୂଳରେ ପୂଜା କରନ୍ତି ତ ଏହାଦ୍ୱାରା ଶନିଦେବ ଆପଣଙ୍କ ଉପରେ ବହୁତ ଅଧିକ ପ୍ରସନ୍ନ ହୋଇଥାନ୍ତି। ଆପଣ ଶନିବାର ଦିନ ଅଷ୍ଟଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ସୋରିଷ ତେଲର ଏକ ଦୀପ ପ୍ରଜ୍ୱଳନ କରନ୍ତୁ। ମାନ୍ୟତା ଅଛି ଯେ ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ସଦାସର୍ବଦା ଶନିଦେବଙ୍କର କୃପା ବନି ରହିଥାଏ। ଏହା ବ୍ୟତୀତ ଏପରି କିଛି ଜିନିଷ ଅଛି ଯଦି ଏହି ଜିନିଷଗୁଡ଼ିକ ମଧ୍ୟ ଆପଣ ଶନିବାର ଦିନ ଦାନ କରନ୍ତି ତ ଆପଣଙ୍କ ଉପରେ ମଧ୍ୟ ଶନିଦେବଙ୍କର କୃପା ବନି ରହିଥାଏ। ତ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଶନିବାର ଦିନ କିଛି ବିଶେଷ ଜିନିଷର ଦାନ କରିବା ଉଚିତ। ମାନ୍ୟତା ଅନୁସାରେ ଶନିବାର ଦିନ ଯଦି ଆପଣ କଳା ରାଶି, କଳା ଛତା, ସୋରିଷ ତେଲ, କଳା ବିରି ଡାଲି, ଜୋତା, ଚପଲ ଏସବୁ ଦାନ କରନ୍ତି ତ ଆପଣଙ୍କ ଜୀବନରେ ଯାହା ସବୁ ସମସ୍ୟା ଲାଗି ରହିଛି ସେ ସବୁ ସମସ୍ୟା ଗୁଡ଼ିକ ଧୀରେ ଧୀରେ କମ୍ ହୋଇଯାଇଥାଏ। ଆପଣଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ। ମାନ୍ୟତା ଅନୁସାରେ ଦାନ କରିବା ଦ୍ୱାରା ଶନିଦେବ ଆପଣଙ୍କ ଉପରେ ଅତି ଶୀଘ୍ର ହିଁ ପ୍ରସନ୍ନ ହୋଇଯାଇଥାନ୍ତି ଏବଂ ଆପଣଙ୍କ ଜୀବନରେ ସୁଖ ଶାନ୍ତି ପ୍ରଦାନ କରିଥାନ୍ତି। ବନ୍ଧୁମାନେ, ଲୁହାରେ ଶନିଦେବଙ୍କର ବାସ ବୋଲି ମାନାଯାଇଥାଏ। ସେଥିପାଇଁ ଆପଣମାନେ ଶନିବାର ଦିନ ଏବଂ ମଙ୍ଗଳବାର ଦିନ ଲୁହାର ଦୀପରେ ସୋରିଷ ତେଲରେ ଯଦି ଦୀପ ପ୍ରଜ୍ୱଳନ କରନ୍ତି ତ ଏହାକୁ ବହୁତ ଅଧିକ ଶୁଭ ବୋଲି ମାନାଯାଇଥାଏ। ତ ଶନିବାର ଦିନ ଏବଂ ମଙ୍ଗଳବାର ଦିନ ଯଦି ଆପଣ ଲୁହା ଦୀପରେ ସୋରିଷ ତେଲ ଦେଇ ଦୀପ ଜାଳନ୍ତି ତ ଆପଣଙ୍କୁ ଶନିଦେବଙ୍କର କୃପା ଦୃଷ୍ଟି ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ। ଏହା ବ୍ୟତୀତ ଶନିବାର ଦିନ ଯେତେବେଳେ ଆପଣ ଦୀପ ଜାଳୁଛନ୍ତି ଯଦି ସେଥିରେ ଆପଣ ଗୋଟିଏ ଲବଙ୍ଗ ପକାଇ ଦୀପ ଜାଳନ୍ତି ତ ଏହାଦ୍ୱାରା ମଧ୍ୟ ଆପଣଙ୍କୁ ଶନିଦେବଙ୍କର କୃପା ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ। ଶନିବାର ଦିନ ଶନି ଯନ୍ତ୍ର ପୂଜା କରିବା ଦ୍ୱାରା ମଧ୍ୟ ଶନିଦେବଙ୍କର ଦୋଷ ପ୍ରଭାବରୁ ଶାନ୍ତ କରାଯାଇ ପାରିଥାଏ ଏବଂ ଏହାକୁ ପ୍ରଭାବଶାଳୀ ମଧ୍ୟ ମାନାଯାଇଥାଏ। ଏହାଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ। ଏବଂ ମନେ ରଖନ୍ତୁ, ଯଦି ଆପଣ ନିଜ ଘରେ ଶନି ଯନ୍ତ୍ରର ପୂଜା କରୁଛନ୍ତି ତ ଶନିବାର ଦିନ ଭୁଲରେ ମଧ୍ୟ ଆପଣ କୌଣସି ଆମିଷ ଖାଇବେ ନାହିଁ କିମ୍ବା ନିଶା ଦ୍ରବ୍ୟର ସେବନ କରିବେ ନାହିଁ। ଘରେ ମଧ୍ୟ କୌଣସି ସଦସ୍ୟ ଏସବୁ ସେବନ କରିବେ ନାହିଁ ଏବଂ ଶନିବାର ଦିନ ଆପଣ ଜୁଆ ମଧ୍ୟ ଖେଳିବେ ନାହିଁ। ଶନିବାର ଦିନ ଆପଣ ନିଜ କ୍ଷମତା ଅନୁସାରେ କିଛି ନା କିଛି ଦାନ ମଧ୍ୟ ନିଶ୍ଚିତ ଭାବରେ କରିବେ। ବନ୍ଧୁମାନେ, ଯଦି ଅନେକ ଚେଷ୍ଟା ପରେ ମଧ୍ୟ ଆପଣଙ୍କୁ ଚାକିରି ପ୍ରାପ୍ତି ହୋଇପାରୁନାହିଁ କିମ୍ବା ଆପଣଙ୍କ ଚାକିରି କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଛି ତ ଏପରି ପରିସ୍ଥିତିରେ ଯଦି ଆପଣ ଶନିବାର ଦିନ ପ୍ରବାହିତ ଜଳରେ ଗୋଟେ ଖଣ୍ଡ କୋଇଲା ପ୍ରବାହିତ କରନ୍ତି ତ ଆପଣଙ୍କ ଚାକିରି କ୍ଷେତ୍ରରେ ଚାଲିଥିବା ସମସ୍ୟା ଗୁଡ଼ିକ ଦୂର ହୋଇଯାଇଥାଏ। ଏବଂ ଯଦି ଆପଣଙ୍କୁ ଚାକିରି ମିଳିପାରୁନଥିଲା ତ ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଚାକିରି ମଧ୍ୟ ମିଳିଥାଏ ଏବଂ ଯଦି ଆପଣଙ୍କ ଉପରେ ଋଣ କରଜର ଭାର ପଡ଼ିଯାଇଛି ସେ ସବୁକୁ ଶୁଝିବାକୁ ସକ୍ଷମ ହୋଇପାରୁନାହାନ୍ତି ତ ଶନିବାର ଦିନ ଶମୀ ଗଛ ମୂଳରେ ଆପଣ କଳା ବିରି ଡାଲି ଅର୍ପଣ କରନ୍ତୁ
ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ସମସ୍ତ ପ୍ରକାରର ରଣକବଜରୁ ମୁକ୍ତି ମିଳିଥାଏ ଏବଂ ଶନି 7.5 ଏବଂ ଶନି ଅଢ଼େଇର ସମସ୍ୟା ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଥାଏ। ଏବଂ ଗ୍ରହ ଦୋଷକୁ ଦୂର କରିବା ପାଇଁ ଆପଣ ଶନିବାର ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ଯଦି ପ୍ରତି ଶନିବାର ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତି ତ ଆପଣଙ୍କ ଗ୍ରହ ଦୋଷ ମଧ୍ୟ ଦୂର ହୋଇଯାଇଥାଏ। ଆପଣଙ୍କର ନବଗ୍ରହ ଆପଣଙ୍କର ଶାନ୍ତ ହୋଇଯାଇଥାନ୍ତି ଏବଂ ଆପଣଙ୍କ ଶୁଭଫଳ ମଧ୍ୟ ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁମାନେ, ଆପଣମାନଙ୍କୁ ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଓ ଶ୍ରଦ୍ଧାର ସହିତ ଜୟ ଶନିଦେବ ନିଶ୍ଚୟ ଲେଖିଦେବେ। ବନ୍ଧୁମାନେ, ଆପଣମାନଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।